ଚାଲନ୍ତୁ କାଲି ରଜ ପାଇଁ ଚାଉଳ ଆମ୍ବର ଗୋଟେ ପୋଡ଼ ପିଠା କରିବା। ହଁ, ଯେହେତୁ ରଜ ତ ପୋଡ଼ ପିଠା ତ ସମସ୍ତଙ୍କ ଘରେ ମ୍ୟାଣ୍ଡେଟୋରି। ସମସ୍ତଙ୍କ ଘରେ କ୍ଷୀର ପୋଡ଼ ପିଠା ବନା ହେଉଥିବ। ବୋଧହୁଏ ବହୁତ କମ୍ ଲୋକ ଆମ୍ବ ଆଉ ଚାଉଳରେ ପୋଡ଼ ପିଠା ବନାଉଥିବେ। ତ ମୋ ମତରେ କ୍ଷୀର ପୋଡ଼ ପିଠା ତ ଖାଉଛେ ଆମେ, ତ ଏଇ ପୋଡ଼ ପିଠା ବି ଥରେଟେ ଟ୍ରାଏ କରିବା ଦରକାର। ଯଦି ଆପଣମାନଙ୍କୁ ଏ ରେସିପି ଭଲ ଲାଗିଥାଏ ତ ନିହାତି ଭାବରେ ବନେଇକି ଘରେ ଖାଇବେ। ଆଉ ହଁ, କମେଣ୍ଟ କରିବାକୁ ଜମା ବି ଭୁଲିବେନି କି ଆପଣଙ୍କୁ ପିଠାଟି କେମିତି ଲାଗିଲା। ଆଉ ସିରିୟସଲି ପିଠାଟା ବହୁତ ହି ଟେଷ୍ଟି ହେଇଥିଲା। ମୁଁ ଏଇଟାକୁ ସେକେଣ୍ଡ ଟାଇମ୍ ଖାଉଛି, କିନ୍ତୁ ପିଠାଟା ବହୁତ ବଢ଼ିଆ ହେଇଥିଲା। ଆଉ ବେଶୀ ଟାଇମ୍ ବି ଲାଗେନି କୁକ୍ କରିବା ପାଇଁ। କ୍ଷୀର ପୋଡ଼ ପିଠା ଅପେକ୍ଷା ତ ବହୁତ ଇଜିଲି ହେଇଯାଏ। ତ ମୁଁ ନିହାତି ରେକମେଣ୍ଡ କରିବି ଥରେଟେ ବନେଇକି ଖାଆନ୍ତୁ, ଆପଣମାନଙ୍କୁ ବହୁତ ଭଲ ଲାଗିବ। ଆଉ ହଁ, ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନେ ସବସ୍କ୍ରାଇବ୍ କରୁନାହାନ୍ତି। ଆଉ ଯଦି ଇନଷ୍ଟାଗ୍ରାମରେ ଦେଖୁଛନ୍ତି ତ ଫଲୋ କରିବାକୁ ଜମା ବି ଭୁଲିବେନି। କମେଣ୍ଟ ମାଧ୍ୟମରେ ଜଣେଇବେ ଆପଣମାନଙ୍କୁ ଆମ ରେସିପି କେମିତି ଲାଗୁଛି। ତ ରହିଲି, ଜୟ ଶ୍ରୀ ଜଗନ୍ନାଥ। ତେଣୁ ହେଇଗଲା ଆମର ଚାଉଳ ଆଉ ଆମ୍ବରେ ପୋଡ଼ ପିଠା ରେଡି।